सच्चिदानंदरूपाय विश्वोत्पत्त्यादिहेतवे तापत्रय विनाशाय श्रीकृष्णाय वयं नमः। श्रीकृष्णाय वयं नमः। सचेतन वार्ता कार्यक्रम को विश्वर अगणित मानव जाति जनसमूह एवं लोक मानू स्वागत। आजिर कथावस्तुर शीर्षक कोठधन तो मुकुला गुप्तधन। हाँ, आपण माने ठीक शुणिचंती। कोठधन तो मुकुला गुप्तधन। एबे विस्तृत कथा आलोचना करिबा। वर्तमान आपण माने टीवी चैनल ठू आरंभ करी यूट्यूब चैनल पर्यंत सबुठी शुणिबाकू देखिबाकू पाउछंती मालिकार आलोचना, मालिकार चर्चा, मालिकार प्रचार। अनेक व्यक्ति अनेक प्रकार कथा, अनेक मत विभिन्न चैनल माध्यम रे व्यक्त करुछंती। किंतु जेउ मालिका को किछि व्यक्ति महापुरुषंकर अमूल्य संपद बा भविष्यत वार्ता यही कथा कही प्रचार करुछंती एवं दाबी करुछंती अमुक मालिकारे महापुरुष यही कथा लिखिचंती कि अमुक महापुरुष अमुक कथा यही मालिकारे लिखिचंती। से माने चिंता करू नाहंती महापुरुष माने गोटे सुंदर कथा मध्य लिखि दे जाइछंती। कोठ धन मोर मुकुला होइबो, जहा वर्तमान चलिछ। आपण माने जहा पाइछंती, जहा बुझिछंती, जहा लोक मानक निकट रे प्रकाश करुछंती ताहा कोठ धन। किंतु यही कोठ धन को नहीं आपण माने निजको भाबुछंती जे आपण माने बहुत किछि जानिछंती, सबु किछि जानिछंती, सर्वज्ञाता जोथि पई आपण माने कहउछंती, निजको कहउछंती। मालिका गवेषक, मालिका प्रचारक, मालिका विशारद, कथावाचक, प्रवचक इत्यादि इत्यादि पदवी रे आपण माने अभिषिक्त होउछंती। निजको निजे यही पदवी रे आपण घोषणा करुछंती। आउ किछि लोक मध्य आपण माननकु यही नामरे नामित करी बा संबोधन मध्य करुछंती। जदि कोठ धन को पाई आपण माने भ्रम सृष्टि करुछंती, मतभेद सृष्टि करुछंती, आपण मानकर मत एक हेई पारु नाही,
ଆପଣମାନେ ଚିନ୍ତା କରୁନାହାନ୍ତି ଯେ ମହାପୁରୁଷମାନଙ୍କର ମତ ଏକ ଥିଲା। ଯେତେ ସନ୍ଥ ବୈଷ୍ଣବ ଋଷି ମୁନି ସାଧୁ ସନ୍ଥ ଯିଏ ବି ଆସିଛନ୍ତି, ଯେଉଁମାନେ ବି କିଛି ଭବିଷ୍ୟ ବାର୍ତ୍ତା ଦେଇ ଯାଇଛନ୍ତି ବା ଲେଖି ଯାଇଛନ୍ତି, ସେମାନଙ୍କର ମତ ଏକ ଥିଲା, ଭିନ୍ନ ନଥିଲା। ଦ୍ୱୈତବାଦ ନଥିଲା, ଅଦ୍ୱୈତବାଦ ଥିଲା, ଏକ ମତ ଥିଲା। କିନ୍ତୁ ଆପଣମାନେ ଯେଉଁ ପ୍ରଚାର କରୁଛନ୍ତି ତାହା ଆପଣମାନେ ବିଚାର କରନ୍ତୁ, ମତଭେଦ ସୃଷ୍ଟି କରୁଛି ନା ଆପଣମାନଙ୍କର ସମସ୍ତଙ୍କର ମତାମତ ଏକ ହେଉଛି। ତେଣୁ କୋଠ ଧନ ମୋର ମୁକୁଳା ହୋଇବ, ଏ କଥା ମଧ୍ୟ ମହାପୁରୁଷମାନେ ଲେଖିଦେଇ ଯାଇଛନ୍ତି। ଲେଖିବାର ମହାପୁରୁଷମାନଙ୍କର କାରଣ କ'ଣ ଥିଲା ନା ମହାପୁରୁଷମାନେ ଏ କଥା ମଧ୍ୟ ଜାଣିଥିଲେ ଆପଣମାନେ ଏଇଭଳି ମତ ବ୍ୟକ୍ତ କରିବେ, ମହାପୁରୁଷମାନଙ୍କର ଲେଖାକୁ ବୁଝି ନ ପାରି ଆପଣମାନେ ଆପଣମାନଙ୍କ ଢଙ୍ଗରେ ପରିବେଷଣ କରି ମହାପୁରୁଷମାନଙ୍କୁ ନିନ୍ଦିତ କରିବେ, ଆପଣମାନେ ମଧ୍ୟ ନିଜେ ନିନ୍ଦିତ ହେବେ। ତେଣୁ ଆପଣମାନେ କେବେ ବି ବିଚାର କରୁନାହାନ୍ତି, ଆପଣମାନେ କେବେ ବି ବିଚାର କରୁନାହାନ୍ତି ଯେ ମହାପୁରୁଷମାନେ ଯେଉଁ ବାଣୀ ପ୍ରଦାନ କରିଛନ୍ତି ତାହା ଏକ ମତ ଏବଂ ଅଭିନ୍ନ, ଆଉ ତାହା କୋଠ ଧନ। ଏବେ ଆପଣମାନେ ବିଚାର କରନ୍ତୁ, ଯଦି କୋଠ ଧନକୁ ପାଇ ଆପଣମାନେ ଏତେ ଭ୍ରମ ସୃଷ୍ଟି କରିପାରୁଛନ୍ତି, ଏତେ ମତଭେଦ ସୃଷ୍ଟି କରିପାରୁଛନ୍ତି, ଆଉ ନିଜେ ମଧ୍ୟ ଭ୍ରମିତ ହୋଇ କଳଙ୍କିତ ହେଉଛନ୍ତି, ନିନ୍ଦିତ ହେଉଛନ୍ତି, ଅପମାନିତ ହେଉଛନ୍ତି, ତାହେଲେ ଏହାର ରହସ୍ୟ କ'ଣ? ଏହାର କାରଣ କ'ଣ? ଆଜିର କଥାବସ୍ତୁର ଶୀର୍ଷକ ଗୁପ୍ତଧନ। ହଁ, କୋଠଧନ ଆଉ ଗୁପ୍ତଧନ ଭିତରେ ଆକାଶ ପାତାଳର ପ୍ରଭେଦ। ଯାହା ଆପଣମାନେ ପାଇଛନ୍ତି, ଯାହା ଆପଣମାନେ ପଢ଼ିଛନ୍ତି, ଆପଣମାନଙ୍କ ଭିତରୁ କେହି ବହି ପଢ଼ନ୍ତୁ ବା କେହି ପୋଥି ପଢ଼ନ୍ତୁ, ଯିଏ ଯାହା ବି ପଢ଼ନ୍ତୁ ନା କାହିଁକି, ତାହା କୋଠଧନ, ତାହା ଗୁପ୍ତଧନ ନୁହେଁ। ତେଣୁ ଗୁପ୍ତଧନ କେଉଁଠି ଅଛି? କାହା ପାଖରେ ଅଛି? ଆଉ କେମିତି ଅଛି? କିଏ ରଖିଛି? କାହିଁକି ରଖିଛି? ତାହା କାହାକୁ ଦିଆଯିବ ବା କେଉଁମାନେ ତାର ଯୋଗ୍ୟ ହିତାଧିକାରୀ ହେଇପାରିବେ ବା କେଉଁମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ? ତେଣୁ ଏ ସବୁ କଥା ଉପରେ ଇଏ ମାନବ ଜାତି, ଇଏ ଜନତା ଏବଂ ଲୋକମାନେ ବିଚାର କରିବାର ସମୟ ନିଶ୍ଚିନ୍ତ ଭାବରେ ଆସିଯାଇଛି। ଆପଣମାନେ ଭଲ ଭାବରେ ବିଚାର କରନ୍ତୁ। ଆପଣମାନେ ପ୍ରତ୍ୟେକ ଦିନ ଖର୍ଚ୍ଚ କରିବା ପାଇଁ ନିଜ ନିଜ ପକେଟରେ ପର୍ସ ବା ମନି ବ୍ୟାଗ ରଖୁଛନ୍ତି, କିନ୍ତୁ ତାହା ନିତ୍ୟ ବ୍ୟବହାର ପାଇଁ। ଯଦି ଆଉ ଟିକେ ଗଭୀରତମ କଥାକୁ ଯିବା, ଏହା ଆପଣ ଯାତାୟାତ କଲାବେଳେ, କୌଣସି ଜାଗାକୁ ଯିବା ଆସିବା କଲାବେଳେ
मनी बैग बा पर्स व्यवहार करुछंती किंतु सेतिकरे आपणकर सीमित नाही। आपणकर घरे आपण माने गडरेज बा ट्रंक बा बाक्स ताकू रखिचंती ସେଥିରେ ମଧ୍ୟ କିଛି ଅର୍ଥ ଆପଣ ରଖିଛନ୍ତି ଯାହା କେବଳ ଘରେ ରହିବ। ଯେତିକି ଆପଣଙ୍କ ପର୍ସରେ ଅଛି, ଯେତିକି ଆପଣଙ୍କର ଗଡରେଜରେ ଅଛି ବା ଟ୍ରଙ୍କରେ ଅଛି, ବାକ୍ସରେ ଅଛି, ଆପଣଙ୍କର ସମୁଦାୟ ସମ୍ପତ୍ତି ବା ଅର୍ଥ ତ ସେତିକି ନୁହେଁ। ଆପଣମାନେ କ'ଣ କରିଛନ୍ତି ନା ସରକାରଙ୍କ ଯେଉଁ ସଂସ୍ଥା ଖୋଲା ହେଇଛି ବ୍ୟାଙ୍କ, ଆପଣ ସେଇଠି ଡିପୋଜିଟ୍ ରଖିଛନ୍ତି, ଆକାଉଣ୍ଟଟିଏ ଖୋଲିଛନ୍ତି। ଆକାଉଣ୍ଟରେ ଆପଣଙ୍କ ଆକାଉଣ୍ଟରେ ଆପଣଙ୍କର ବହୁମୂଲ୍ୟ ରାଶି ଜମା ରଖିଛନ୍ତି ବା ଡିପୋଜିଟ୍ କରିଛନ୍ତି, ଯାହା ଲକର ସିଷ୍ଟମରେ ସୁରକ୍ଷିତ ଭାବରେ ରହିଛି। ଠିକ୍ ସେମିତି ମହାପୁରୁଷ ମାନଙ୍କ ଦ୍ୱାରା ରଚନା କରାଯାଇଥିବା ଲେଖାଯାଇଥିବା ଭବିଷ୍ୟତ ବାର୍ତ୍ତା ବା ଭବିଷ୍ୟବାଣୀ ଯାହା ଲିପିବଦ୍ଧ ହୋଇଛି, ଯାହା ଲେଖାଯାଇଛି, ସେଥିମଧ୍ୟରୁ ଆପଣମାନଙ୍କର ନିତ୍ୟ ବ୍ୟବହାର କରୁଥିବା ମନି ପର୍ସ ଭଳି କୋଠ ଧନ ହେଇକିରି କିଛି ଅଛି। ଆଉ କିଛି ଆପଣମାନଙ୍କ ଗଡରେଜ ଭଳି ବା ଟ୍ରଙ୍କ ବାକ୍ସ ଭଳି ତାହା ମଧ୍ୟ କିଛି କିଛି ଜାଗାରେ ରଖାଯାଇଛି। କିନ୍ତୁ ବହୁମୂଲ୍ୟ ସମ୍ପତ୍ତି ଯାହା ଆପଣଙ୍କ ପର୍ସରେ ଜାଗା ହେବ ନାହିଁ, ଯାହା ଆପଣଙ୍କର ଗଡରେଜରେ ରଖିବା ସୁରକ୍ଷିତ ନୁହେଁ, ଚୋରମାନଙ୍କ ଦାଉରୁ ଦୁଷ୍ଟମାନଙ୍କର ଦାଉରୁ ରକ୍ଷା କରିବା ପାଇଁ ନିଜ ପରିଶ୍ରମରେ ରୋଜଗାର କରିଥିବା ଅର୍ଥକୁ ବା ଧନକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ବ୍ୟାଙ୍କର ଲକର ସିଷ୍ଟମରେ ରଖିଛନ୍ତି, ଡିପୋଜିଟ୍ ରଖିଛନ୍ତି, ଜମା ରଖିଛନ୍ତି। ଠିକ୍ ସେମିତି ମହାପୁରୁଷମାନେ ଲେଖି ଯାଇଥିବା ଅମୂଲ୍ୟ ବାଣୀ କିଛି ତ ମୁକୁଳା ହେଇକି ଅଛି, ଖୋଲାରେ ଅଛି, ଯାହା ଆପଣମାନଙ୍କ ନିକଟରେ ପହଞ୍ଚିଛି ବା ଆପଣ କେତେଜଣ ତାକୁ ପାଇଛନ୍ତି ବା ଶୁଣିଛନ୍ତି ବା ପଢ଼ିଛନ୍ତି ବା ଚ୍ୟାନେଲ ମାଧ୍ୟମରେ କହୁଛନ୍ତି, ଦାବି ମଧ୍ୟ କରୁଛନ୍ତି, କିନ୍ତୁ ତାହା ପୂର୍ଣ୍ଣ ସମ୍ପତ୍ତି ନୁହେଁ। ବହୁତ କିଛି ଗୁପ୍ତ ଧନ ହିସାବରେ ତାକୁ ଡିପୋଜିଟ୍ ରଖାହେଇଛି, ତାକୁ ଜମା ରଖାହେଇଛି। ଯେମିତି ବ୍ୟାଙ୍କରେ ଆପଣମାନେ ଜମା ରଖିଛନ୍ତି, ସେମିତି ଇଏ ଅମୂଲ୍ୟ ସମ୍ପଦକୁ ସେଇଭଳି କିଛି ଜାଗାରେ ତାହା ଜମା ରଖାହେଇଛି। ତା ପାଖରେ ପହଞ୍ଚିବା ସହଜ ନୁହେଁ। ତେଣୁ ଏଇ କଥାରୁ ଆପଣ ବିଚାର କରନ୍ତୁ। ଆପଣମାନେ ଯାହା ବୁଝିଛନ୍ତି, ଯାହା ଶୁଣିଛନ୍ତି, ଆଉ ଯାହା ପ୍ରଚାର କରୁଛନ୍ତି, ଆଉ ଯାହା ଗୁପ୍ତ ଭାବରେ ରହିଛି, ସେ ଭିତରୁ ସଠିକ ତଥ୍ୟ କେଉଁ ଜାଗାରେ ଅଛି, ଏହାର ଖୋଜ କରନ୍ତୁ।
अनुसंधान करंतु, विचार करंतु। जय जगन्नाथ।